ଆସ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆଲୋଚନା କରିବା। 1. କିଏ ଚାଲୁକ୍ୟ ବଂଶର ପରିସମାପ୍ତି ଘଟାଇଥିଲେ? ପଲ୍ଲବ ରାଜା ନରସିଂହବର୍ମନ। 2. ଚାଲୁକ୍ୟ ବଂଶର ରାଜଧାନୀ ବାତାପି ଦଖଲ କଲା ପରେ ନରସିଂହବର୍ମନ କେଉଁ ଉପାଧି ଧାରଣ କରିଥିଲେ? ବାତାପି କୋଣ୍ଡା। ପଲ୍ଲବ ବଂଶର ରାଜଧାନୀ କେଉଁଠି ଥିଲା? କାଞ୍ଚି। କେଉଁଥିପାଇଁ ପଲ୍ଲବ ଓ ଚାଲୁକ୍ୟ ବଂଶ ମଧ୍ୟରେ ସଂଘର୍ଷ ଲାଗି ରହିଥିଲା? କୃଷ୍ଣା ଓ ତୁଙ୍ଗଭଦ୍ରା ନଦୀ ଉପରେ ଦଖଲ ପାଇଁ। ଭାରତ ବାହାରେ କେଉଁ ଦେଶ ଉପରେ ପଲ୍ଲବ ବଂଶର ଭାରତୀୟ ପ୍ରଭାବ ରହିଥିଲା? କାମ୍ବୋଡିଆ। କେଉଁ କେଉଁ ଦେଶରେ ପଲ୍ଲବମାନଙ୍କର ମନ୍ଦିର ଗଠନ ପ୍ରଣାଳୀ ଦେଖିବାକୁ ମିଳେ? ଜାଭା, କାମ୍ବୋଡିଆ ଏବଂ ଆନ୍ନାମ। ଧନ୍ୟବାଦ।